ଅଗ୍ନିବିହୀନ ରୋଷେଇର ଶିକ୍ଷା ମଧ୍ୟ ଦିଆଯାଇଛି। ଅଗ୍ନିବିହୀନ ରୋଷେଇର ଶିକ୍ଷା ଯୋଉଟା ଧନ୍ଦାମୂଳକ ଶିକ୍ଷା ଯୋଉଠି ପିଲାମାନଙ୍କୁ ଦିଆଯାଇଛି ଯେ ବିନା ନିଆଁରେ ପିଲାମାନେ କେତେ ପ୍ରକାରର ଖାଦ୍ୟ ପ୍ରସ୍ତୁତି କରିପାରିବେ। ଏଥିରେ କଣ ଭୁଲ ରହିଲା ମତେ ଆପଣ କୁହନ୍ତୁ? ଘୋଳ ଦହି କିପରି ପ୍ରସ୍ତୁତ ହୁଏ ତାକୁ କଣ ପିଲା ଜାଣିବା ଉଚିତ ନୁହଁ? କେମିତି ଜଲଜିରା ସର୍ବତ ପ୍ରସ୍ତୁତ କରାଯାଏ, କେମିତି ତାକୁ ସାଲାଡ ତିଆରି କରାଯାଏ, ଏଇଟା ତ ଗୋଟେ ଧନ୍ଦାମୂଳକ ଶିକ୍ଷା ଯୋଉ ରହିଲା। ଚୁଡ଼ା ଘଷା ତିଆରି କରାଯାଏ, ଏଇ ସବୁ ଜିନିଷ ଲସି ତିଆରି କରାଯାଏ, ଏଇ ଯୋଉଟା ଭୋକେଶନାଲ ଏଜୁକେସନ ଭିତରେ ଏଇ ସବୁଗୁଡା ସବୁ ଯାଉଛି। ତେଣୁ ଯୋଉଟା କି ଧନ୍ଦାମୂଳକ ଶିକ୍ଷା ଯୋଉଟା କି ପିଲାମାନଙ୍କୁ ଜାଣିବା ଏଇଟା ଗୋଟେ ନିହାତି ଆବଶ୍ୟକ, ଯୋଉଟା କି ଏଇ ପାଠ୍ୟ ପୁସ୍ତକରେ ସେଟା ରହିଛି। ଏବଂ ଯାହା ଫଳରେ କି ଆପଣ ମାନେ ଦେଖିବେ ଏନଇପି 2020 ପରେ ଯେତେବେଳେ ଯୋଉ ପାଠ୍ୟ ପୁସ୍ତକ ପ୍ରଣୟନ କରାଯାଇଛି ସେଟା ଏନସିଇଆରଟି କୁ ଫଲୋ କରିକି ଯୋଉ ପାଠ୍ୟ ପୁସ୍ତକ କରାଯାଇଛି ସେଥିରେ ଅନେକ କିଛି ଗୁଡ଼ାଏ ଜିନିଷ ଭାବିବାର ଜିନିଷ ଅଛି। ଆପଣ ଇଂଲିଶ ମିଡିୟମର ବହି କଥା ଆପଣ ଦେଖନ୍ତୁ, ସେଥିରେ ବି ଆପଣ କ୍ଲାସ 8 ବହିରେ ଦେଖିବେ ଯେ ପୁରୀ କେମିତି ତିଆରି ଯାଏ, ପୁରୀର ଗୋଟେ ପଟ କାହିଁକି ଫୁଲେ ଆର ପଟଟି କାହିଁକି ମୋଟା ରହେ, ତାକୁ ମଧ୍ୟ ଆମ ପିଲାମାନେ ଯେତେବେଳେ ଏନସିଇଆରଟି ବହିରେ ପଢୁଛନ୍ତି। ଯଦି ଇଂଲିଶ ମିଡିୟମ ପିଲା ଏଇଟା ପଢୁଛନ୍ତି, ଏଇଟା ହୁଏତ ଗୋଟେ ସରକାରଙ୍କର ଗୋଟେ ଭିନ୍ନ ପ୍ରୟାସ, ଗୋଟେ ସୁନ୍ଦର ପ୍ରୟାସ। ଏଇ ମାଧ୍ୟମରେ ପିଲାମାନେ ଅନେକ କଥା ଜାଣିପାରିବେ। ଅନେକ ଆଉ ଏସବୁ କଥାରେ ଇଡଲି ଘଟଣା ଦେଖନ୍ତୁ, ପୁରୀ କଥା ଦିଅନ୍ତୁ, ୟାର ଗୋଟେ 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 ବୈଜ୍ଞାନିକ କାରଣ ଅଛି, ଯୋଉ ବୈଜ୍ଞାନିକ କାରଣ ପାଇଁ ପିଲାମାନେ ଅନେକ ସମୟରେ ଜାଣିପାରିବେ ଏଇ ଘଟଣାଟା କେମିତି ଘଟିଲା। ପିଲାମାନଙ୍କୁ ଟେକ୍ସଟ ବୁକରୁ ଯେତେବେଳେ ଟିଚର ମାନେ ପାଠ ପଢଉଛନ୍ତି ସେତେବେଳେ ପିଲାମାନେ କ୍ୟାପଚର ସେତେବେଳେ କରନ୍ତି ଯେତେବେଳେ କୌଣସି ଜିନିଷକୁ ତାଙ୍କୁ ଉଦାହରଣ ମାଧ୍ୟମରେ ଦିଆଯାଇଥାଏ। ଯେତେବେଳେ ଆମେ ଗଛ ସମ୍ପର୍କରେ ଜାଣନ୍ତି, ଆମେ ପ୍ଲାଣ୍ଟ କେମିତି ହୁଏ ତାକୁ ଜାଣନ୍ତି, ତାକୁ କେମିତି ଖାଦ୍ୟ ପ୍ରସ୍ତୁତ କରନ୍ତି କେମିତି ଆମେ ଜାଣିଛୁ, ସେ ସବୁକୁ ଯେତେବେଳେ ଆମକୁ ଆମ ଶିକ୍ଷକ ମାନେ ମଧ୍ୟ ଆମକୁ ନେଇକି ଦେଖାନ୍ତି କେମିତି ଗଛ ଲଗାଯାଏ, ତାର କେମିତି ଖାଦ୍ୟ ସଂଗ୍ରହ କରେ, ଚେର କଣ, ଷ୍ଟେମ୍ କଣ, ପତ୍ର କଣ, ଶିରା ପ୍ରଶିରା, ଏସବୁ ନେଇକି ଯେତେବେଳେ ଅନେକ କଥା ଆମେ ଜାଣିଥାନ୍ତି ଆମ ଭିତରେ ସେଇ ଜିନିଷଟା ମନେ ରହିଯାଇଥାଏ। ସେମିତି ଯୋଉ ଧନ୍ଦାମୂଳକ ଶିକ୍ଷାରେ ଆପଣ କହୁଛନ୍ତି, ଏମିତି ଯୋଉ ଶିକ୍ଷା ସବୁ ଆସେ, ଯୋଉ ଶିକ୍ଷା ରହୁଛି ୟାର ଗୋଟେ ଯିଏ ବି ଲେଖିଛନ୍ତି ଗୋଟେ ସୁନ୍ଦର ପ୍ରୟାସ, ଯୋଉଥିପାଇଁ କି ପିଲାମାନେ ସୁନ୍ଦର ଭାବରେ ଜିନିଷଟାକୁ କ୍ୟାପଚର କରିପାରିବେ। ଏଥିରେ ଆପଣଙ୍କୁ କୋଉଠି ଭୁଲ ରହିଲା? ଯେତେବେଳେ ସରକାରଙ୍କର ଏଇ ଯୋଉ ଭୁଲ ରହିଲା, ମୁଁ କହୁନି ଏ ବହିରେ ସମ୍ପୂର୍ଣ୍ଣ ଭାବରେ ଠିକ ଅଛି, ଅନେକ ଭୁଲ ମଧ୍ୟ ଅଛି। ନିୟମଗିରି ପର୍ବତକୁ ଯେତେବେଳେ ଝାରଖଣ୍ଡରେ ଦର୍ଶାଯାଇଛି, କୋଣାର୍କ ହାମ୍ପି ମନ୍ଦିର ଜାଗାରେ କୋଣାର୍କ ମନ୍ଦିର ଚିତ୍ର କରାଯାଇଛି, ଅନେକ ସ୍ପେଲିଂ ମିଷ୍ଟେକ୍ ଅଛି, ସେଗୁଡାକ ଭୁଲ ରହିଛି। ସେଗୁଡାକ ଆପଣ ସଂଶୋଧନ କରିକି ଗୋଟେ ନୂଆ ବହିଟା କରିବା ପାଇଁ ଆପଣ ଦାବି କରିପାରିବେ। କିନ୍ତୁ ଏସବୁ ଜିନିଷ ଉପରେ ବେଶୀ ହାଇଲାଇଟେଡ ହଉନି ବର୍ତ୍ତମାନ, ସେଇ ଜିନିଷକୁ ବେଶୀ ଇଏ କରାଯାଉଛି। ଅନେକ ସମୟରେ ଯୋଉ ସୋସିଆଲ ମିଡିଆରେ ଯୋଉ କଥା ଆସୁଛି, ଯୋଉ କଥାଟାକୁ ଏଇଟା ବି ପିଲାମାନେ ଭାବିବେ ନା ଯେ ପିଲାମାନଙ୍କୁ ରୋଷେଇ ଶିକ୍ଷା ଯାଉଛି, ପିଲାମାନଙ୍କୁ ରୋଷେଇ ଶିଖିବାଟା କଣ ଉଚିତ ନୁହଁ କି? ଧନ୍ଦାମୂଳକ ଶିକ୍ଷା ତ ପିଲାମାନଙ୍କୁ ଜାଣିବା ଦରକାର। ଅଗ୍ନିବିହୀନ ରୋଷେଇ କଣ ସେଟା ମଧ୍ୟ ପିଲାମାନଙ୍କୁ ଜାଣିବା ଦରକାର। ପୁରୀର ଗୋଟେ ସାଇଡ କାହିଁକି ଫୁଲେ ଆର ସାଇଡ କାହିଁକି ଫୁଲେନି ସେଟା ମଧ୍ୟ ଜାଣିବା ଦରକାର। ଗୋଟେ ପତଳା କାହିଁକି ରହେ, ଇଡଲି କେମିତି ଫୁଲେ, ତାର ମାନେ କେମିତି କଣ, ଯେତେବେଳେ ମା ଇଡଲି ବନାଏ ଯେତେବେଳେ ସାଙ୍ଗେ ସାଙ୍ଗେ ନ ବନିଥାଏ, ଯେତେବେଳେ ନ ଫୁଲିଥାଏ, ଗୋଟେ ଦିନ ରହିଲା ପରେ ତାଠୁ ସେଟା କେମିତି ଅଧିକ ଫୁଲେ, ଏଇସବୁ ବୈଜ୍ଞାନିକ କାରଣ ପିଲାମାନଙ୍କ ମନ ଭିତରେ ମଧ୍ୟ ରହିବା ଆବଶ୍ୟକ।